ସ୍ୱାମୀ ମୋ ଦୁଇ ପୁଅ ଅକ୍ଷୟ ଅଭୟ ବିଦ୍ୟାଶାଳାରୁ ଗୃହକୁ ଫେରି ହଁ ଆସିଛନ୍ତି। ସ୍ୱାମୀ ହେଲେ ସେମାନେ ଗଲେ କୁଆଡ଼େ ଦେଖାଯାଉନାହାନ୍ତି କାହିଁକି? ସ୍ୱାମୀ ସେମାନେ ତାଙ୍କ ସାଙ୍ଗ ସହିତ ଖେଳିବାକୁ ଯାଇଛନ୍ତି ସ୍ୱାମୀ। ତାହେଲେ ଶୀଘ୍ର ଡାକ ମହାରାଣୀ ମୋ ଦୁଇ ପୁତ୍ରଙ୍କୁ। ଠିକ ଅଛି ସ୍ୱାମୀ। ଏ ଧନ ଖାୟ, ଏ ଧନ ଭୟ, କୁଆଡ଼େ ଗଲ ରେ ଧନ? ଶୀଘ୍ର ଆସ। ଯଶସ୍ୱୀ ହୋ ବାବା। पिता धर्म, पिता स्वर्ग, पिता ही परम तप। ହଁ ରେ ବାବା। प्रीतरे प्रियंती बर्णी, प्रियंती सर्वदेवता। जननी जन्मभूमिश्च स्वर्गदपि गरीयसी। हो तुम्हें तो आम देवता। हे माता पिता। ହଁ ବାବା। तुम्हें तो आम देवता। हे माता पिता। तुम्हें तो आम देवता। हे माता पिता। गणितामकु सहित कषण, गणितामकु सहित कषण। लिखित जीवन गीता गीता गीता। हे माता पिता। तुम्हें तो आम देवता। हे माता पिता। माता ହରେ ଧନ पिता କହ ବାବା। स्वर्गठु उच्चता अटई जे पिता। पृथ्वीठु विराट तुमे जे गो माता। ତାହା ତ ସତରେ ବାବା। ହରେ ଧନ स्वर्गठु उच्चता अटई जे पिता। पृथ्वीठु विराट तुमे जे गो माता। दिन राति आम करुअछ चिंता। सुखर सौदा देउछ निरुता। अबाटरे जीवु नाही मानिबु तब कथा। सेवा तुम करुथिबु हेब नाही अन्यथा। तुमे तो भाग्य विधाता। हे माता पिता। ହରେ ସୁନା तुमे तो भाग्य विधाता। हे माता पिता। आम पाई सदा बेले साथी अछ। आम पाई सदा बेले साथी अछ।
ଅକ୍ଷୟ ମାତା ପିତା କିରତିର ଧ୍ୱଜା ଉଡ଼ାଇବୁ ତୁମ ପୁରା କରିଦବୁ ଅଧା ଗଡ଼ା କାମ ସତ କହୁଛ ବାବା କିରତିର ଧ୍ୱଜା ଉଡ଼ାଇବୁ ତୁମ ପୁରା କରିଦବୁ ଅଧା ଗଡ଼ା କାମ ଦୁନିଆକୁ ଦବୁ ଭାବ ସ୍ନେହ ପ୍ରେମ ସଂସାରରେ ରଖିବୁ ତୁମରି ସୁନାମ ରାଜକୀୟ ଧର୍ମ ଯେ କରିବୁ ତ ପାଳନ ସଦାବେଳେ ତବ ପାଶେ ହେଉଥିବୁ ନମନ ଆମେ ତ ତୁମ ଆଶ୍ରିତା ହେ ମାତା ପିତା ଆମେ ତ ତୁମ ଆଶ୍ରିତା ହେ ମାତା ପିତା प्रणिपात तुम पद जन्मदाता प्रणिपात तुम पद जन्मदाता हृदय गोपाल नाट्य रचिता हे माता पिता तुम्हें तो ଆମ देवता हे माता पिता ଅକ୍ଷୟ बारे पुत्र बा तम दी भाई को देखिया जे आम जीवन का धन्य हो जाऊछु बाबा बाबा अक्षय पिता बाबा भय पिता तम दी भाई को मु आज एक निष्पत्ति शुणवा को जाऊछे आउ से निष्पत्ति शुणिला परे तम दी भाई मन जेमिति उणा न हुए बाबा ना पिता आउ मो जो निष्पत्ति शुणेबे से निष्पत्ति रे मो पुओ अभयर सम्मतिटा निहाती दरकार बाबा हे पिता अभय तेबे प्रकाश करंतु पिता तेबे प्रकाश करंतु मो कहूची बाबा मो ज्येष्ठ पुओ अक्षय मो पुओ अक्षय को ए माणिक्यगढ़ आज सिंहासन अर्पण करी मो से वृद्ध जीवन को काल अतिपात करी तेणु तेणु से तोर मतामत कौन बाबा हे पिता अभय आपणक बाचक केबे मन्यथा करिछि ना रे बाबा से होचति मो ज्येष्ठ भ्राता से राजा हेले जहा मु राजा हेले ताहा एथिबर कोनोसी आपत्ति नाही पिता एथिबर कोनोसी आपत्ति नाही तू सत कहछु बाबा हां पिता बाबा अक्षय पिता ए ଆମେ ତେरे ସମଗ୍ର ଜନପରିଚୟ ଜାଣିଛନ୍ତି अरे बाबा ମୁଁ ହେଉଛି ସାବତ ପୁତ୍ର ନା ପିତା ମୁଁ ସାବତ ପୁତ୍ର ହେଲେ ମଧ୍ୟ ଆପଣ କେବେ ମତେ ସାବତ ପୁତ୍ର ହିସାବରେ ଦେଖି ନାହାନ୍ତି अक्षय ଆଉ ମୋ ଭାଇ ଅଭୟ ମଧ୍ୟ ମତେ କେବେ ସାବତ ଭାଇ ବୋଲି କହିନି ନା ଭାଇ ପିତା ମୋ ହିସାବରେ ତ ମୋ ଭାଇ ଅଭୟ ରାଜା ହେବା କଥା ଜ୍ୟେଷ୍ଠ ଭ୍ରାତା ଭାଇ ଏ ବଡ଼ ଭାଇ କେବେ କୋଉଠି ନା ନା କେବେ କୋଉଠି ଦେଖିଛ ବଡ଼ ଥାଉ ଥାଉ ସାନ ରାଜା ହେବାର अभय ଏ ଜ୍ୟେଷ୍ଠ ଭ୍ରାତା ଭାଇ ତୁମେ ରାଜା ହୁଅ ବଡ଼ ଭାଇ
ତୁମେ ରାଜା ହୁଅ ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି। ଧନ୍ୟରେ ପୁତ୍ର ଭାତୃଭକ୍ତ ଅଭୟ, ତୋ ମୁଖରୁ ଆଜି କଥା ଶୁଣେ ତୋ ପିତାମାତାର ଜୀବନଟା ସବୁଦିନ ପାଇଁ ଧନ୍ୟ ହେଇଗଲା ରେ ବାବା। ହଁ, ମୋ ପୁଅ ଅକ୍ଷୟ ଏ ମାଣିକ୍ୟଗଡ଼ ରାଜ ସିଂହାସନରେ ଅଳଙ୍କୃତ ହବ। ବାବା ଅକ୍ଷୟ। ପିତା ଠିକ ଅଛି ପିତା, ମୁଁ ନିଶ୍ଚୟ ରାଜା ହେବି। ହଁ ବାବା ହଁ। ହେଲେ ପିତା, ରାଜା ହେବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଚାହୁଁଛି। କ'ଣ କହିବୁ ବାବା? ପିତା, ମୁଁ ଚାହୁଁଛି ଏଇ ଆମ ରାଜ୍ୟକୁ ଥରୁଟିଏ ପରିଭ୍ରମଣ କରିବା ପାଇଁ। କାହିଁକି ନା ମୁଁ ଜାଣିବାକୁ ଚାହୁଁଛି ଏଇ ଆମ ରାଜ୍ୟର ସମଗ୍ର ଜନପ୍ରଜା କିପରି ଭାବରେ ତାଙ୍କ ଜୀବନ ଯାପନ କରୁଛନ୍ତି, ଅକ୍ଷୟ ତା ମୁଁ ଥରୁଟିଏ ଦେଖିବାକୁ ଚାହୁଁଛି। ପିତା, ଆପଣ ଯଦି ଆଦେଶ ଦେବେ ତାହେଲେ ଆସନ୍ତାକାଲି ମୁଁ ପରିଭ୍ରମଣ କରିବା ପାଇଁ ଯିବି। ଆସନ୍ତାକାଲି ତୁ ପରିଭ୍ରମଣ କରିବା ପାଇଁ ଯିବୁ ବାବା? ହଁ ପିତା। ତୋ ହେଲୁ ରାଜପୁତ୍ର, ଆଉ ରାଜପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ରାଜଧର୍ମ ପାଳନ କରିବା। ପ୍ରଜାକୁ କିପରି ପାଳିତ କରାଯାଏ, ଆଉ ସେ ପରାକ୍ରମୀ ଶତ୍ରୁକୁ କିପରି ଦମନ କରାଯାଏ, ସେଇ କଥା ତୋତେ ଜାଣିବା ନିତାନ୍ତ ଆବଶ୍ୟକ। ନିଶ୍ଚୟ ପିତା। ହେଲେ ଗୋଟେ କଥା ବାବା, ପିତା, ତୁ ଏକା ଯିବୁନି, ତୋ ସାଥିରେ ତୋ ସାନ ଭାଇ ଅଭୟକୁ ତୋତେ ନେଇକି ଯିବାକୁ ପଡ଼ିବ। ଏ କ'ଣ କହୁଛନ୍ତି ପିତା? ହଁ ମୋ ସହିତ ମୋ ଭାଇ ଅଭୟ ମଧ୍ୟ ଯିବ? ହଁ ଜ୍ୟେଷ୍ଠ ବାବା। ଭ୍ରାତା, ନା ପିତା ନା, ମୁଁ ଏକାକି ହିଁ ଚାଲିଯିବି। ଜ୍ୟେଷ୍ଠ ଭ୍ରାତା, ଭାଇ ଏ ବଡ଼ ଭାଇ, ତୁମେ ଯଦି ଏକା ଚାଲିଯିବ, ତୁମେ ଯଦି ଏକା ଚାଲିଯିବ ଏ ଘରେ ରହିବା ଜମା ମତେ ଭଲ ଲାଗିବ ନାହିଁ। ଅଭୟ ଠିକ କହିଛି। ଏ ଜ୍ୟେଷ୍ଠ ଭ୍ରାତା, ଭାଇ ତୁମେ ହଉଛ ମୋ ରାମଚନ୍ଦ୍ର, ମୁଁ ହଉଛି ତୁମ ଲକ୍ଷ୍ମଣ। ଯେମିତିକି ରାମଙ୍କ ପାଇଁ ଲକ୍ଷ୍ମଣ 14 ବର୍ଷ ବନବାସ କଷ୍ଟ ସହି ତା ଭାତୃପ୍ରେମ ଦେଖାଇଥିଲେ, ହଁ ବାବା। ଠିକ ସେମିତି ମୁଁ ସଦା ସର୍ବଦା ତୁମ ପାଦ ସେବା କରିବାକୁ ଚାହୁଁଛି। ଏ ଜ୍ୟେଷ୍ଠ ଭ୍ରାତା, ଭାଇ ମତେ ବି ସାଥିରେ ନେଇକି ଯାଅ ନା, ମତେ ବି ସାଥିରେ ନେଇକି ଯାଅ। ଠିକ ଅଛି ଭାଇ, ତୋର ଯଦି ଯିବାର ଇଚ୍ଛା ତାହେଲେ ଆସନ୍ତାକାଲି ତୁମ ସହିତ ପରିଭ୍ରମଣ କରିବା ପାଇଁ ଯିବୁ। ସତ କହୁଛ ବଡ଼ ଭାଇ? ହଁ ଭାଇ। ମା, ହରିଧନ ଏ ମା, ମା, ହରିଧନ ମତେ ନା ଭାରି ଭୋକ ହେଲାଣି। ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖିଛି ରେ ସୁନା। ସତ କହୁଛ ମା? ହରିଧନ ତାହେଲେ ଯିବା। ଚାଲ ହରିଧନ। ଜ୍ୟେଷ୍ଠ ଭ୍ରାତା ଭାଇ ଯିବା, ମତେ ନା ଭାରି ଭୋକ ହେଲାଣି। ଚାଲ ବାବା। ଯିବା ଭାଇ। ଚାଲ ଯିବା।